ଏବେ ରିସେଣ୍ଟଲି ଆମର ଆଡିସନାଲ ସେସନ୍ସ ଜଜ୍ ଟୁ ଭୁବନେଶ୍ୱରରେ ଗୋଟେ ଡେଥ୍ ପନିଶମେଣ୍ଟ ଜଣକୁ ଶୁଣେଇଛନ୍ତି, ଜଣେ ଆକ୍ୟୁଜକୁ ଶୁଣେଇଛନ୍ତି। ମାନେ ଏ କେସ୍ ହେଉଛି ଆମର ଭରତପୁର ପୋଲିସ ଷ୍ଟେସନର। ତ ଏଇ କେସ୍ରେ କ'ଣ ହେଇଛି, ଯଦି ସ୍ୱାମୀ ଯିଏ ତାର ସ୍ତ୍ରୀ କି ପାଖାପାଖି 33 ଥର ଖଣ୍ଡେ ଛୁରୀ ଭୁଷି ତାର ହତ୍ୟା କରିଛି। ଆଉ ହତ୍ୟା କରିବା ସମୟରେ ତାର ମଧ୍ୟ ପିଲାମାନେ ମଧ୍ୟ ପ୍ରେଜେଣ୍ଟ ଥିଲେ। ଆଉ ତାର 6 ବର୍ଷ ଝିଅକୁ ମଧ୍ୟ ତଣ୍ଟି କାଟି ମାନେ ମାରିବା ପାଇଁ ମଧ୍ୟ ଚେଷ୍ଟା କରିଛି। ହୁଏତ ସେ ଝିଅ ପୁନର୍ବାର ଜୀବନ ମଧ୍ୟ ଫେରି ପାଇଛି। 3 ମାସ ଟ୍ରିଟମେଣ୍ଟ ହେଲା ପରେ ମେଡିକାଲରେ ତାପରେ ସେ ଝିଅ ଭଲ ହେଇଥିଲା। ତ ଏମିତି ଏ ଘଟଣାରେ ମାନନୀୟ ଅନରେବୁଲ ଜଜ୍ ଦେଖିଲେ ଯେ ଯଦି ଏଇ କେସ୍ରେ ଏ ଆକ୍ୟୁଜକୁ ଯଦି ମାନେ ଡେଥ୍ ପନିଶମେଣ୍ଟ ଜାଗାରେ ଯଦି ଲାଇଫ୍ ଇମ୍ପ୍ରିଜନମେଣ୍ଟ ଦିଆଯାଉଛି, ତାହେଲେ ଏଇଟା ଆଗାମୀ ଦିନରେ ଆମର ବାପାଙ୍କ ପ୍ରତି ଯେଉଁ ଭଲ ପାଇବା ଅଛି, ବାପାଙ୍କ ପ୍ରତି ଯେଉଁ ନଜରିଆଟା ଅଛି, ସେଇଟା ହୁଏତ ଆଗାମୀ ଦିନରେ ନଷ୍ଟ ହେଇଯିବ। ତ ସେଇ ଜିନିଷ ଦୃଷ୍ଟିରେ ରଖି ମାନନୀୟ ଆଡିସନାଲ ସେସନ ଜଜ୍ ଟୁ ସେଇ ଆକ୍ୟୁଜକୁ ବା ସେଇ ଆସାମୀକି ଡେଥ୍ ସେଣ୍ଟେନ୍ସ ବା ଡେଥ୍ ପନିଶମେଣ୍ଟ ଶୁଣେଇଛନ୍ତି। ହୁଏତ ଏ ଡେଥ୍ ପନିଶମେଣ୍ଟ ଆଗାମୀ ଦିନରେ ଲେଟ୍ ହେଇପାରେ, କାରଣ ୟା ପରେ ତାଙ୍କର ଯେଉଁ ଓକିଲ ଅଛନ୍ତି ତ ସିଏ ଅପିଲ କରିବ ହାଇକୋର୍ଟରେ। ହାଇକୋର୍ଟ ଯଦି ରିଜେକ୍ଟ ହେଲା ଦେନ୍ ସୁପ୍ରିମକୋର୍ଟ ରିଜେକ୍ଟ ହେଲା ଦେନ୍ ପ୍ରେସିଡେଣ୍ଟଙ୍କ ପାଖରେ ଆମର ମାଫି ଯେଉଁ ମାଗିବା ପାଇଁ ବା ଖର୍ଚ୍ଚ କମ୍ କରିବା ପାଇଁ ସେ ଅପିଲ କରିପାରିବେ। ତ ଏ ଜାଗାରେ ହୁଏତ ଆମର ଯେଉଁ ଡେଥ୍ର ବା ଫାଶୀ ଦଣ୍ଡ ଆମର ଲେଟ୍ ହେଇପାରେ, କିନ୍ତୁ ନିଶ୍ଚୟ ଭାବରେ ତାଙ୍କୁ ଫାଶୀ ଦିଆଯିବ। ତ ଆଜିର ଇନଫର୍ମେସନ୍ ହୁଏତ ଆପଣଙ୍କୁ ପସନ୍ଦ ଲାଗିଥିବ ଆଶା କରୁଛି। ଏମିତି ଆଗକୁ ଏଭଳିଆ ଭିଡ଼ିଓ ଆଗକୁ ଆଣିବା ପାଇଁ ଯଦି ଚାହୁଁଛନ୍ତି ବା ଏଇଭଳିଆ ଭିଡ଼ିଓ ଯଦି ଦେଖିବା ପାଇଁ ଚାହୁଁଛନ୍ତି, ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ବେଲ୍ ଆଇକନ୍କୁ ନିଶ୍ଚୟ ପ୍ରେସ୍ କରନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍।